ହଁ ବାଗୁନ କହ। ଯାତ୍ରା ନା ଏବେ ଯାତ୍ରା ତ ମୁଇଁ ହେମରମକେ କହିଲି ରସମନ୍ତଳା ଯାତ୍ରା ଯିବା ବୋଲି। ସେ ଖାଲି ଧାନମଣି ଯିବି କହୁଛି। ସେ ଗାଁ ସାରା ସବୁ ଯାଉଛନ୍ତି ତ ବଳେ ତାଙ୍କ ସାରା ଯିବି ଆଉ କହୁଛି ବଳେ ହଉ ଯା ତାହେଲେ ମୁଁ କହିଲି ଆଉ ନାଗଲି ବି ଏତେ ନାଗଲି ରସମନ୍ତଳା ଯିବା ବୁଝେଇଲି ବି ନାଇଁ ବୁଝିଲା ବଳେ ହଉ ଠିକ ତୋର କେ ତୋର ମୋର ବୋଲି ତାହା ବୁଝିଲି କୋଳି ନାକି ପଳେଇ ଆସିଛି ବଳ। ହଁ ବାଗୁନ ତୁମ ଘରେ ସମସ୍ତେ ଭଲ ଅଛନ୍ତି ନା? ବାପା ମା ସମସ୍ତେ ଭଲ ଅଛନ୍ତି? ଓହୋ ହଁ ଠିକ ଅଛି। ଆଉ ଚୁକାଇ ବି ମତେ ଫୋନ କରିଥିଲା ଆଉ ମୁଁ ତୋ ସହିତ ରସମନ୍ତଳା ଯାତ୍ରା ଯିବି କହୁଥିଲା ବୋଲେ ହଉ ଠିକ ଅଛି ଯିବୁ ମୁଁ ତ ଏକୁଟିଆ ଭାବୁଥିଲି ନା ତା ସହିତ ଯିବୁ ସକାଳୁ ଗାଧେଇକି ମନ୍ଦିର ପୂଜା କରିକି ଯିବୁ ଯାତ୍ରା ଦେଖିକି ପଳେଇ ଆସିବୁ ଆଉ ଅନ୍ଧାର ଅନ୍ଧାର ଆଉ। ଓହୋ ହଉ ଠିକ ଅଛି ତାହେଲେ ରଖୁଛି। ଯେ କେବେ ଯିବା ଯାତ୍ରା କେନିକେ ରସମନ୍ତଳା? ମୁଇଁ তোকে ନେବିନି ମୁଇଁ ଚୁକାଇକେ ଫୋନ କରିଥିଲି ତୋ ସାଙ୍ଗେ ମୁଇଁ ରସମନ୍ତଳା ଯିବିନି ତୁ ସେଦିନ କି କହିଲେ ତୁ କହିଲେ ନା ସେଦିନ ମୁଇଁ ଧାନମଣି ଯିବି ବୋଲି। ମୁକା କି ବୁଲେଇ ନେବେ? ସେଦିନ କି କହିଲେ ସେଇଠି ପୁଖରୀ ଘାଟରେ ଗାଧଥିଲେ ବେଳେ ଧାନମଣି ଯିବି ବୋଲି କହିଲେ ନା তোকে ନାଇଁ ନେବିନି ମୁଇଁ। ନାଇଁ ରେ ମୁଁ ଯିବି ବାପାକେ ମାଗିଥିଲି 250 ଟଙ୍କା ଯେ ଦେଇଛି। ଦୁଇଶହ ତୁଇ ମକେ ପଇସା ନାଲାଚି দেখা নাই ମୁଇଁ ତ তোকে ନେବି ନା তুই ମକେ ଥରେ ମନା করছে তো মুই তোকে নেবি নাই ଆଉ ମୁଇଁ ଯିବି ବାଙ୍କୁ କି ବୁଲେଇ ନେବେ? বাহুন কে নেই পଛে তোকে নেবি না মুই তোকে জমা নেবি না তুই চল তোর রাস্তা তুই মোর রাস্তারে মুই। ନାଇଁ ବେ ମୁଇଁ ଯିବି ବେ ଶୁଣ ନା ବେ ନାଇଁ ନାଇଁ ବେ